ମରଣ ଠାରୁ ଭୟଙ୍କର ପ୍ରେମ ହୋଇଥାଏ। ଜୀବନରେ ମରଣ ଥରେ ଆସେ, କିନ୍ତୁ ପ୍ରେମ କଲେ ଆଉ ପ୍ରେମରେ ହାରିଗଲେ ମଣିଷ ଅଳ୍ପ ଅଳ୍ପ କରି ସବୁଦିନ ମରେ। ପ୍ରେମରେ ସର୍ତ୍ତ ନଥାଏ। ଇଏ ଏପରି ଏକ ପାପ ଯାହାକୁ ବିନା ବିଚାରରେ କରାଯାଏ। ଇଏ କଳିଯୁଗ। ଏହାର ସବୁଠାରୁ ବଡ଼ ପ୍ରମାଣ ଏଠି ଖରାପ ମଣିଷ ସହ ଖରାପ ହେଉ କି ନ ହେଉ, କିନ୍ତୁ ଭଲ ମଣିଷ ସହ ଖରାପ ନିଶ୍ଚିତ ହୋଇଥାଏ। ଯେଉଁ ସମ୍ପର୍କରେ ଜିଦ୍ଦି ଏବଂ ଅହଙ୍କାର ଏହି ଦୁଇ ଜଣ ଆସିଥାନ୍ତି, ଏହି ଦୁଇ ଜଣ ଯାକ ଜିତି ଯାଆନ୍ତି, କେବଳ ସମ୍ପର୍କ ହାରିଯାଏ। ଯଦି କାହା ପାଇଁ ଖରାପ ଚିନ୍ତା କରୁଛ, ତେବେ ନିଜ ପାଳିକୁ ଅପେକ୍ଷା କର। ନିଜ ସାଙ୍ଗେ ବି ସେମିତି ହେବ ଯାହା ତୁମେ ଅନ୍ୟ ସହ କରିଥିବ। ମଣିଷ ହସିଥାଏ ତ ସମସ୍ତଙ୍କ ଆଗରେ, କିନ୍ତୁ କାନ୍ଦିଥାଏ କେବଳ ସେହି ଲୋକଙ୍କ ଆଗରେ ଯିଏ ତା ଲୁହର ମୂଲ୍ୟ ବୁଝିପାରୁଥିବ। ସବୁକିଛି ଆମ କର୍ମ ଉପରେ ନିର୍ଭର କରୁଛି। ତେଣୁ ସର୍ବଦା ନିଜର କର୍ମ ଉପରେ ଦୃଢ଼ ବିଶ୍ୱାସ ରଖନ୍ତୁ। କାହା କଥାକୁ ଭ୍ରୂକ୍ଷେପ ନ କରି ସମାଜର ମଙ୍ଗଳ ପାଇଁ କର୍ମ କରିଚାଲନ୍ତୁ। ଛୋଟ ଛୋଟ ଖୁସି ହିଁ ମଣିଷକୁ ବଞ୍ଚିବାକୁ ପ୍ରେରଣା ଦେଇଥାଏ, ଆଉ ଛୋଟ ଛୋଟ ଆଶା ମଣିଷକୁ ଦୁଃଖ ଦେଇଥାଏ। ମନେ ରଖନ୍ତୁ, ଭଲ ଦିନ ଦେଖିବା ପାଇଁ ଆପଣଙ୍କୁ ଖରାପ ଦିନକୁ ନିଶ୍ଚିତ ସାମ୍ନା କରିବାକୁ ପଡ଼ିବ। ଜୀବନରେ ଦୁଃଖର ସବୁଠାରୁ ବଡ଼ କାରଣ ହେଉଛି ଅଧିକ ଭାବିବା ଓ ଚିନ୍ତା କରିବା। ନିଜର ଲୁହକୁ ସବୁବେଳେ ନିଜ ହାତରେ ପୋଛିବାକୁ ଚେଷ୍ଟା କର, କାହିଁକି ନା ଦୁନିଆ ଆଜି ଏମିତି ପରିବର୍ତ୍ତନ ହେଇଯାଇଛି ଯେ ଅନ୍ୟମାନେ ଦୁଃଖ କମ୍ ଆଉ ତୁମର ଦୁର୍ବଳତା ଜାଣିବାକୁ ଅଧିକ ପସନ୍ଦ କରନ୍ତି। ଅଗ୍ନିପଥ ପରି ଏ ଜୀବନର ପଥ। ବାଧାବିଘ୍ନ ସହ ଚାଲିବାକୁ ହେବ। ପ୍ରତିକ୍ଷଣ କେତେବେଳେ ଖୁସିର ଲହଡ଼ି ତ ଆଉ କେତେବେଳେ ଦୁଃଖର ବାଦଲ। ଏହିସବୁ ଭିତରେ ଫସିଯାଏ ମଣିଷର ଜୀବନ। ଜୀବନରେ ସବୁକିଛି ଆଉ ଥରେ ମିଳିଯାଇପାରେ, କିନ୍ତୁ ସମୟ ସହ ହରେଇଥିବା ସମ୍ପର୍କ ଆଉ ଭରସା ପୁଣି ଥରେ ମିଳିନଥାଏ। ଯିଏ ତୁମକୁ ବୁଝୁନି ତାକୁ ବୁଝେଇବା କିଛି ଦରକାର ନାହିଁ, କାହିଁକି ନା ଆଜି ସିନା ସେ ତୁମ ମୂଲ୍ୟ ବୁଝୁନି, ହେଲେ କାଲି ବୁଝିଯିବ ଯେତେବେଳେ ତୁମେ ତା ପାଖରେ ନଥିବ। ଆଜିର ଦୁନିଆରେ ଅନେକ ଲୋକ ଅନ୍ୟକୁ ବିପଦରେ ପକାଇ ତାଙ୍କର ସରଳତାର ସୁଯୋଗ ନେଇ ତାଙ୍କୁ ନିନ୍ଦା କରି ଖୁସି ମନେଇଥାନ୍ତି, ହେଲେ ନିଜେ ମଧ୍ୟ ଜାଣିନଥାନ୍ତି ଯେ ସେ ଖୁସି ଅଳ୍ପ ଦିନର ବୋଲି। ସେମାନେ ଜାଣିନଥାନ୍ତି ଯେ ଅନ୍ୟମାନଙ୍କ ପାଇଁ ଖୋଳିଥିବା ଗାତରେ ଦିନେ ସେ ନିଜେ ପଡ଼ିବେ ବୋଲି। ସୁନା ଆଉ ସମ୍ପର୍କ ଦୁଇଟି ଯାକ ମୂଲ୍ୟବାନ। ଫରକ ଏତିକି, ସୁନାରେ ଖାଦ ମିଶିଲେ ସେ ମଜବୁତ ହୋଇଥାଏ, ଆଉ ସମ୍ପର୍କରେ ଖାଦ ମିଶିଲେ ସମ୍ପର୍କ ଦୁର୍ବଳ ହୋଇଥାଏ। ଭାଗ୍ୟକୁ ଦୋଷ ନ ଦେଇ କର୍ମକୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ଦେଖିବେ ଭାଗ୍ୟ ବି ଆପେ ଆପେ ବଦଳିଯିବ। ଭାଗ୍ୟ କେବଳ ପରିଶ୍ରମ ଦ୍ୱାରା ବଦଳିଥାଏ, ଚିନ୍ତା କରିବା ଦ୍ୱାରା ନୁହେଁ। ଯେ ପର୍ଯ୍ୟନ୍ତ ନିଜେ କଷ୍ଟ ନ ପାଇଛ, ସେ ପର୍ଯ୍ୟନ୍ତ ତୁମେ ଅନ୍ୟର କଷ୍ଟକୁ ଅନୁଭବ କରିପାରିବ ନାହିଁ। ମଣିଷର କର୍ମ ତାକୁ ତାର ପରିଚୟ ଦିଏ। ଯିଏ ଯେମିତି କର୍ମ କରେ ସେ ସେମିତି ଫଳ ପାଇଥାଏ। ତେଣୁ କର୍ମଫଳ ଉପରେ ଆଶା ନ ରଖି ସତ୍ ମାର୍ଗରେ ଚାଲିବା ଶିଖ। ତୁମ ପାଇଁ ପାଗଳ ହେଉଥିବା ଲୋକ ଯଦି ତୁମକୁ ଇଗ୍ନୋର କରିବାକୁ ଲାଗେ, ତେବେ ବୁଝିଯାଉ ଯେ ତାର ସ୍ୱାର୍ଥ ସରିଗଲା। ପ୍ରେମ ସଚ୍ଚା ତ ସେଥିପାଇଁ ଅପେକ୍ଷା ଥାଏ, ନହେଲେ ଆଜିକାଲି ଜମାନାରେ ଜଣେ ପରେ ଜଣେ କେହି ପ୍ରସ୍ତୁତ ଥାଏ। ଜଣେ ଜଣକ ପାଇଁ ବଞ୍ଚିବା ହିଁ ଜୀବନ। ତେଣୁ ନିଜର ସମୟ ତାକୁ ଦିଅ ଯିଏ ତୁମକୁ ହୃଦୟରୁ ନିଜର ଭାବେ। ବାଟରେ କଣ୍ଟା ପଡ଼ିଥିଲେ ବାଟ ବଦଳେଇ ଚାଲିବା ଚାଲାକି ହୋଇଥାଏ, କିନ୍ତୁ ଯଦି ବାଟ ବଦଳିବା ସହ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ବି ବଦଳିଯାଏ, ତେବେ ହାରିବାଟା ନିଶ୍ଚିତ ହୋଇଯାଏ। ଲୋକେ କ'ଣ କହିବେ, ଏହି ଗୋଟିଏ କଥା ଅନେକ ସ୍ୱପ୍ନ ଭାଙ୍ଗି ଦେଇଥାଏ, ଅନେକ ହୃଦୟକୁ ଉଦାସ କରିଦିଏ। କିନ୍ତୁ ବୁଦ୍ଧିମାନ ସିଏ ଯେ ଲୋକଙ୍କ କଥାକୁ ଅଣଦେଖା କରି ନିଜ ସ୍ୱପ୍ନ ପାଇଁ ଲଢ଼ିବା ଜାରି ରଖିଥାଏ। ଲୋକଙ୍କ କଥା ଯଦି ବାଟରେ ବାଧକ ସାଜେ, ତେବେ ରାସ୍ତା ବଦଳାଇ ଦିଅନ୍ତୁ।
କିନ୍ତୁ ନିଜ ଲକ୍ଷ୍ୟ ପଥରୁ କେବେ ପଛଘୁଞ୍ଚା ଦିଅନ୍ତୁ ନାହିଁ। ଜୀବନରେ କାହାକୁ ବେଶୀ ଗୁରୁତ୍ୱ ଦେବା ପୂର୍ବରୁ ତାଙ୍କ ଜୀବନରେ ନିଜର ମୂଲ୍ୟଟିକୁ ଦେଖି ନିଅନ୍ତୁ।